ମାଛ ନେଇ ଆସୁଥିବା ବେଳେ ବାଇକ୍ ଆରୋହୀକୁ ଆଗପଟୁ ଧକ୍କା ଦେଲା ଚିପ୍ସ ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ। ମୃତ ବାଇକ୍ ଆରୋହୀ ଜଣକ ହେଲେ ମୁରଲୀଧର ମଣ୍ଡଳ। ପୋଲିସର ତଦନ୍ତ ଜାରି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କାଳରୋହି ଗ୍ରାମର ମୁରଲୀଧର ମଣ୍ଡଳ ଆଜି ଦିନ 9:30 ସମୟରେ ନିଜ ବାଇକ୍ରେ ଡଗରା ଅଞ୍ଚଳରୁ ମାଛ ବୋଝେଇ କରି ବାଲିଆପାଳ ବଜାରକୁ ବିକିବା ପାଇଁ ଆସୁଥିବା ବେଳେ ବାଲିଆପାଳ କାଳୀପଦା ମୁଖ୍ୟ ରାସ୍ତାର କେନାଲାଡି ଛକ ନିକଟରେ କାଳୀପଦା ଅଭିମୁଖେ ଯାଉଥିବା ଦ୍ରୁତ ଗତିରେ ଏକ ଚିପ୍ସ ରଡ୍ ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ବାଇକ୍ରୁ ତଳକୁ ଖସି ପଡ଼ିଥିଲା ବେଳେ ଟ୍ରାକ୍ଟରଟି ଘଟଣାସ୍ଥଳରୁ ଛୁ ମାରିଥିଲା। ସ୍ଥାନୀୟ ଲୋକେ ବାଇକ୍ ଆରୋହୀକୁ 108 ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଆପାଳ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ବାଲିଆପାଳରୁ ଭୀଷ୍ମଚରଣ ମଲ୍ଲିକଙ୍କ ରିପୋର୍ଟ, ମୋବାଇଲ ଟିଭି।